ଆଜିର ଶିକ୍ଷାଦାନ ଦିବସରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଆଜି ଦଶମ ଶ୍ରେଣୀର ଭୌତିକ ବିଜ୍ଞାନର ପ୍ରଥମ ଅଧ୍ୟାୟ ରାସାୟନିକ ପ୍ରତିକ୍ରିୟା ଓ ରାସାୟନିକ ସମୀକରଣ ସମ୍ବନ୍ଧରେ ଆଲୋଚନା କରିବା। ଏହି ଅଧ୍ୟାୟରେ ରହିଛି ପରିବର୍ତ୍ତନ, ପରିବର୍ତ୍ତନର ପ୍ରକାରଭେଦ, ସମୀକରଣ ଓ ସମୀକରଣର ଲିଖନ ପଦ୍ଧତି। ପାଠକୁ ଯିବା ପୂର୍ବରୁ ଆମେ ଏକ ନୀତିବାଣୀ ସମ୍ପର୍କରେ ଆଲୋଚନା କରିବା। ନୀତିବାଣୀଟି ଏହା ସଫଳତାର ଚାବିକାଠି ହେଉଛି ସକାରାତ୍ମକ ଚିନ୍ତାଧାରା, ଅର୍ଥାତ୍ ସବୁବେଳେ ଆମେ ବି ପଜିଟିଭ୍ ଆମେ ଚିନ୍ତା କରିବା ଏବଂ ସଫଳ ହେବା ଯାଏ ଆମେ ଚେଷ୍ଟା କରିବା। ଏ ଥିଲା ଆଜିର ବର୍ତ୍ତମାନ ଆସନ୍ତୁ ଜାଣିବା ପରିବର୍ତ୍ତନ କ'ଣ। ପରିବର୍ତ୍ତନର ପ୍ରକାରଭେଦ। ପରିବର୍ତ୍ତନକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମଟି ଆସିଲା ଭୌତିକ ପରିବର୍ତ୍ତନ, ଫିଜିକାଲ ଚେଞ୍ଜ। ଦ୍ୱିତୀୟଟି ରାସାୟନିକ ପରିବର୍ତ୍ତନ, କେମିକାଲ ଚେଞ୍ଜ। ବର୍ତ୍ତମାନ ଆସନ୍ତୁ ଭୌତିକ ପରିବର୍ତ୍ତନ କିପରି ଚିହ୍ନିବା। ପରିବେଶରେ ଘଟୁଥିବା କେଉଁଗୁଡ଼ିକ ଭୌତିକ ପରିବର୍ତ୍ତନ ଏବଂ କେଉଁଗୁଡ଼ିକ ରାସାୟନିକ ପରିବର୍ତ୍ତନ ଜାଣିବା ପାଇଁ ଆମେ ଏମାନଙ୍କ ବିଷୟରେ ଆମେ ଟିକେ ଆଲୋଚନା କରିବା। ତେଣୁ ବର୍ତ୍ତମାନ ଆସନ୍ତୁ ଭୌତିକ ପରିବର୍ତ୍ତନ କ'ଣ। ନା ଆପଣମାନେ ଏଠାରେ ଗୋଟିଏ ଚିତ୍ରଟିକୁ ଭଲ ଭାବରେ ଦେଖିପାରୁଥିବେ, ଯେଉଁଠି ଲେଖାଛି ଫିଜିକାଲ ଚେଞ୍ଜ, ଏବଂ ଏଠାରେ ଆପଣମାନେ ଚାରି ପ୍ରକାର ଜିନିଷକୁ ଦେଖିପାରୁଛନ୍ତି। ଏ ସମ୍ବନ୍ଧରେ ବର୍ତ୍ତମାନ ଆଲୋଚନା କରିବା। ନା ପ୍ରଥମ ପଏଣ୍ଟ ଆସିଲା ଭୌତିକ ପରିବର୍ତ୍ତନ ସମୟରେ ଅଣୁଗୁଡ଼ିକର ବ୍ୟବସ୍ଥା ପରିବର୍ତ୍ତନ ହୁଏ, ଯାହା ଫଳରେ ଅବସ୍ଥାରେ ପରିବର୍ତ୍ତନ ହୁଏ। ଅର୍ଥାତ୍ ଅବସ୍ଥା କହିଲେ କଠିନ, ତରଳ, ଗ୍ୟାସୀୟ। ତରଳରୁ ହୁଏତ କଠିନ ହୋଇପାରେ, କଠିନରୁ ହୁଏତ ଗ୍ୟାସୀୟ ହୋଇପାରେ। ଏଇଭଳି ଭାବରେ ଯେଉଁଥିରେ ଆମର ଅବସ୍ଥାରେ ପରିବର୍ତ୍ତନ ହୁଏ ତାକୁ ଆମେ କହୁଛୁ ଭୌତିକ ପରିବର୍ତ୍ତନ। ନମ୍ବର 2କୁ ଯିବା। ଯେତେବେଳେ ଭୌତିକ ପରିବର୍ତ୍ତନ ହୁଏ, ଏହି ଭୌତିକ ପରିବର୍ତ୍ତନରେ ନୂତନ ଉତ୍ପାଦ କିଛି ସୃଷ୍ଟି ହୁଏ ନାହିଁ। ଉଦାହରଣ ସ୍ୱରୂପ, ଯେତେବେଳେ ଆମେ ବରଫରୁ ଜଳ ପରିବର୍ତ୍ତନ ହୁଏ କିମ୍ବା ଜଳରୁ ବରଫ ହୁଏ, ସେଥିରେ ନୂତନତ୍ୱ ବୋଲି କିଛି ହୁଏ ନାହିଁ, କେବଳ ଅବସ୍ଥାରେ ପରିବର୍ତ୍ତନ ହୁଏ, ଯେଉଁଟାକି ତରଳରୁ କଠିନ କିମ୍ବା କଠିନରୁ ତରଳ ଅବସ୍ଥାକୁ ଆସେ। ନମ୍ବର 4, ପରିବର୍ତ୍ତନ ଗୁଡ଼ିକ ପରିବର୍ତ୍ତନୀୟ ଏବଂ ଅସ୍ଥାୟୀ। ଭୌତିକ ପରିବର୍ତ୍ତନ କିଛି ପରମାନେଣ୍ଟ ନୁହେଁ, ଇଏ ହେଉଛି କିଛି କ୍ଷଣ ପାଇଁ, କିଛି ସମୟ ପାଇଁ, ପୁଣି ସେ ପୂର୍ବାବସ୍ଥାକୁ ଫେରି ଆସେ। ନମ୍ବର 5, ଭୌତିକ ପରିବର୍ତ୍ତନ ସମୟରେ ପଦାର୍ଥର ବସ୍ତୁତ୍ୱ ସମାନ ଥାଏ। କଠିନ ଅବସ୍ଥାରେ ତାର ବସ୍ତୁତ୍ୱ ଯେତିକି, ତରଳ ଅବସ୍ଥାରେ ମଧ୍ୟ ବସ୍ତୁତ୍ୱ ସେତିକି। ନମ୍ବର 6, ଏହାର ଆକାର ଏବଂ ଆକୃତିରେ ପରିବର୍ତ୍ତନ ହୋଇପାରେ। ଯେତେବେଳେ ଆମେ ଗୋଟିଏ ଜଳ ଏବଂ ବରଫକୁ ତୁଳନା କରିବା, ତାଙ୍କର ଆକାର ଆକୃତିରେ ପରିବର୍ତ୍ତନ ଘଟୁଥାଏ। ନମ୍ବର ନେକ୍ସଟ, ଏହା ଏକ ପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ଅଟେ। ପ୍ରତ୍ୟାବର୍ତ୍ତୀ କହିଲେ ଯେଉଁଟାକି ପୂର୍ବ ଅବସ୍ଥାକୁ ଫେରିଆସେ। ଏଇଭଳି ପରିବର୍ତ୍ତନକୁ ଆମେ କହିଥାଉ ସାଧାରଣତଃ ଭୌତିକ। ବର୍ତ୍ତମାନ ଆସନ୍ତୁ ରାସାୟନିକ ପରିବର୍ତ୍ତନ କ'ଣ। ଆମେ କିଛି ସମୟ ପୂର୍ବରୁ ଭୌତିକ ପରିବର୍ତ୍ତନ ସମ୍ବନ୍ଧରେ ଆଲୋଚନା କଲୁ। ବର୍ତ୍ତମାନ ଆମେ ଦେଖିବା ରାସାୟନିକ ପରିବର୍ତ୍ତନ କ'ଣ। ଆପଣମାନେ ଡାହାଣ ପଟ ଯେଉଁ ଚିତ୍ରରେ ଦେଖିପାରୁଛନ୍ତି, କିଛି କଣ୍ଟା ଅଛି ଯେଉଁଟାକି କଳଙ୍କି ହେଇଯାଇଛି, ଯେଉଁଟାକି ତାର ପୂର୍ବାବସ୍ଥାକୁ ଫେରି ଆସିପାରିବ ନାହିଁ। ଡାହାଣ ପଟରେ କିଛି ଖାଦ୍ୟ ରୋଷେଇ କରାଯାଉଛି, ସେଥିରେ ମଧ୍ୟ କିଛି ପୂର୍ବାବସ୍ଥାକୁ ଫେରି ଆସିପାରିବ ନାହିଁ। ତଳ ଚିତ୍ରରେ ଦେଖ, କିଛି ମଞ୍ଜିରୁ କିଛି ଗଜା ବାହାରି ସେଥିରୁ କିଛି କିଛି ଗଛ ହେଉଛି। ଏବଂ ଲାଷ୍ଟଟା ହେଉଛି କିଛି ଫଳ, ଅର୍ଥାତ୍ କଦଳୀଟା କିଛି ଦିନ ରହିଲା ପରେ ତାର ଅବସ୍ଥାରେ କେମିତି ଆସ୍ତେ 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 ପରିବର୍ତ୍ତନ ଘଟୁଛି, ଯେଉଁଟା କିଛି ପୂର୍ବାବସ୍ଥାକୁ ଫେରି ଆସିପାରିବ ନାହିଁ। ତେଣୁ ପ୍ରଥମେ ଆମେ ଭୌତିକ ପରିବର୍ତ୍ତନ କ'ଣ ନା ଅବସ୍ଥାରେ ପରିବର୍ତ୍ତନ। ଆପଣମାନେ ଚିତ୍ରକୁ ଦେଖିପାରୁଥିବେ ଯେ ଅବସ୍ଥା ଅର୍ଥାତ୍ ଗୋଟିଏ ବସ୍ତୁ ବା ପଦାର୍ଥର ଅବସ୍ଥା କିପରି ଦିନକୁ ଦିନ ପରିବର୍ତ୍ତନ ହେଇ ଆସୁଛି। ନମ୍ବର 2 ଯିବା ରଙ୍ଗ ପରିବର୍ତ୍ତନ। କଦଳୀକୁ ଆପଣମାନେ ଦେଖନ୍ତୁ, ତାର ପ୍ରଥମେ ଯେଉଁ କଲର ଥିଲା, ଏ 4 ଅର୍ଥାତ୍ ଲାଷ୍ଟ ଅବସ୍ଥାକୁ ଦେଖିଲା ବେଳକୁ ତାଙ୍କର ରଙ୍ଗରେ ସମ୍ପୂର୍ଣ୍ଣ ମାତ୍ରାରେ ପରିବର୍ତ୍ତନ ଘଟିଛି। ନମ୍ବର 3, ଗ୍ୟାସରେ ପରିବର୍ତ୍ତନ।
अर्थात गैस रो निर्गमन कौन प्रथम कदलीटी जो गंध थिला पचिगला परे नष्ट होला परे तार गंध संपूर्ण अलग हुए। नंबर 4 तापमात्रा रे परिवर्तन। नंबर 5 शब्द सृष्टि जिते बड़े जो किसी बाण फुटुची जो बम फटुची अर्थात जो बर्तमान लड़ाई समय जो प्रकार अस्त्र सब व्यवहार कर सी गोटे एक रासायनिक परिवर्तन गोटे गोटे उदाहरण से अनेक मात्रा ताप सृष्टि हुए शब्द सृष्टि हुए जहाँ आम रासायनिक परिवर्तन बोली कही था। नंबर नेक्स्ट पदार्थर गंधर परिवर्तन गंध परिवर्तन हुए। नंबर नेक्स्ट आम बर्तमान जाना रासायनिक परिवर्तन क्या कहवा ना जो परिवर्तन आणविक गठन संपूर्ण भाव परिवर्तन हुए एवं नूतन उत्पाद सृष्टि हुए कह रासायनिक परिवर्तन। रासायनिक परिवर्तन परिवर्तन गुड़िक अपरिवर्तनीय और स्थायी। ए रासायनिक परिवर्तन अच्छी पूरा परमानेंट पूरा फिक्स ये से पूर्वस्था को केवे फेरी आसी पारिबो नहीं। यह एक अप्रत्यावर्ती परिवर्तन तामाने ये पूर्वावस्था को कौन सी प्रकार फेरी पारिबो नहीं। ए भली किछि गुण थिले हमें ताको हमें कहबा रासायनिक परिवर्तन। रासायनिक परिवर्तन को फेराई अना जाय पारिबो नहीं जोटा कि अप्रत्यावर्ती बोली हमें ताको। So today I'm going to बर्तमान show आपण माने you सामने एक the demonstration. So today रासायनिक I'm going परिवर्तन to को show एक you उदाहरण में the देखिए। demonstration of a एठारे chemical गोटे reaction, that मैग्नीशियम is टीकाकु burning of किभଳି magnesium. भाବରେ So एक बंचन here भोग I have उपरे a strip of जोड़ेई magnesium which तार is cut रासायनिक from परिवर्तन को the magnesium बुझेइବାକୁ ribbon. आपमाने So this भल भाବରେ is the magnesium देखा। ribbon, ए and this is भिडियोटिକୁ Bunsen's ଆପଣ ଧ୍ୟାନ burner ସହକାରେ and a ଦେଖନ୍ତୁ। watch glass in which I am going to collect the magnesium oxide, which is white in color. These are the pair of tongs. So when magnesium reacts with oxygen, it requires heat energy, and after initiating this reaction, you will see that the magnesium burns in presence of oxygen to form magnesium oxide, and magnesium burns in oxygen with a brilliant white flame, that is called a dazzling white flame. Very difficult to see that. So let's try the experiment, and here I am going to hold this magnesium ribbon. Actually, we don't require a very big piece of magnesium. It's very handy, you can even break it with your own hands. So I choose to put all other things aside. As you can see that magnesium burns with a dazzling white flame. Now, as the reaction is completed, you can see Now, that this white color as the reaction is completed, you can is see being produced. that this white color thing is being produced. This white color is nothing but magnesium oxide. This is Even white color powder. This white let's color try to powder break is it. nothing but This is white magnesium color oxide. powder. बर्तमान तो आसंतु एक देखिबा रासायनिक परिवर्तन कोठी को जाउछि। जोठी रासायनिक परिवर्तन हुए सेठी रासायनिक प्रतिक्रिया हुए एवं ए रासायनिक प्रतिक्रिया को उत्तम भाव एवं ठीक भाव बुझिबा पई हेले हमको एक दरकार रासायनिक समीकरण। बर्तमान आसंतु रासायनिक समीकरण किपरि लिखा जाए रासायनिक समीकरण प्रकार भेद कौन ए संबंध में बर्तमान में आलोचना करिबा। रासायनिक समीकरण प्रकार भेद। रासायनिक समीकरण को तीन भाग में विभक्त करि थाउ वाक्य समीकरण शब्द समीकरण एवं संकेत समीकरण। बर्तमान ये तीन प्रकार समीकरण को ठीक भाव बुझिबा पई आमे बर्तमान आगेइबा। बर्तमान आसंतु वाक्य समीकरण कौन।
ବାକ୍ୟ ସମୀକରଣ କହିଲେ କୌଣସି ଘଟଣାକୁ ଏକ ଧାଡ଼ି ମାଧ୍ୟମରେ ଲେଖିବାକୁ କୁହାଯାଏ ବାକ୍ୟ। ଏକ୍ସାମ୍ପଲ, ମାଗ୍ନେସିୟମ ପାତକୁ ଅକ୍ସିଜେନ ଉପସ୍ଥିତିରେ ଜାଳିଲେ ତାହା ମାଗ୍ନେସିୟମ ଅକ୍ସାଇଡରେ ପରିଣତ ହୁଏ। ବର୍ତ୍ତମାନ ଆସନ୍ତୁ ଶବ୍ଦ ସମୀକରଣ। ଉପରେ ଲିଖିତ ଥିବା ବାକ୍ୟ ସମୀକରଣକୁ ଏକ ଶବ୍ଦ ମାଧ୍ୟମରେ ଯଦି ମୁଁ ପ୍ରକାଶ କରିବି, ବାକ୍ୟଟି ଏକ ସଂକ୍ଷିପ୍ତ ହେବ ଏବଂ ବହୁତ ବୁଝିବା ପାଇଁ ବହୁତ ସୁବିଧା ହୁଏ। ଏକ୍ସାମ୍ପଲ କ'ଣ? ଆପଣମାନେ ଦେଖନ୍ତୁ, ମାଗ୍ନେସିୟମ ପ୍ଲସ୍ ଅକ୍ସିଜେନ ତୀର ଚିହ୍ନ ମାଗ୍ନେସିୟମ ଅକ୍ସାଇଡ, ଅର୍ଥାତ୍ ଏଠି ସମୀକରଣ ଆକାରରେ ଲେଖାଗଲା ଯେଉଁଥିରେ କି ସମୀକରଣ ବାମ ପଟକୁ ଯାଏ ପ୍ରତିକାରକ ଏବଂ ସମୀକରଣର ଡାହାଣ ପଟକୁ କୁହାଯାଉଛି ଉତ୍ପାଦ ପାର୍ଶ୍ୱ। ତାପରେ ଆମେ ଯିବା ସଂକେତ ସମୀକରଣ। ସଂକେତ ସମୀକରଣ ଆମକୁ ପାଠ ଆକାରରେ ଆଉ ଟିକେ ଆମକୁ ସହଜ ଲାଗେ। ଏଥିପାଇଁ ଦେଖନ୍ତୁ ଆପଣମାନେ, ମାଗ୍ନେସିୟମର ପ୍ରତୀକ Mg, ଅକ୍ସିଜେନର ପ୍ରତୀକ O, ଅର୍ଥାତ୍ ଅକ୍ସିଜେନ ଗ୍ୟାସକୁ ଆମେ O2 ମଧ୍ୟରେ ଲେଖିଥାଉ। ମାଗ୍ନେସିୟମ ଅକ୍ସାଇଡ ଯେଉଁଟା ତାର ସଂକେତ ହେଲା MgO। ଆପଣମାନେ ବର୍ତ୍ତମାନ ଏଠି ତିନି ପ୍ରକାର ସମୀକରଣ ଦେଖିଲେ, ବାକ୍ୟ, ଶବ୍ଦ ଏବଂ ସଂକେତ ସମୀକରଣ। ରାସାୟନିକ ସମୀକରଣ ଲିଖନ ପଦ୍ଧତି। ରାସାୟନିକ ସମୀକରଣକୁ କେମିତି ଲେଖିବା? ଆପଣମାନେ ବର୍ତ୍ତମାନ ଦେଖୁଥିବେ ନା, ମାଗ୍ନେସିୟମ ପାତକୁ ଅକ୍ସିଜେନ ଉପସ୍ଥିତିରେ ଜାଳିଲେ ତାହା ମାଗ୍ନେସିୟମ ଅକ୍ସାଇଡରେ ପରିଣତ ହୁଏ। ଏଇଟା ଥିଲା ଆମର ବାକ୍ୟ ସମୀକରଣ। ତାକୁ ଶବ୍ଦ ସମୀକରଣରେ ଲେଖିଲେ ମାଗ୍ନେସିୟମ ପ୍ଲସ୍ ଅକ୍ସିଜେନ ମାଗ୍ନେସିୟମ ଅକ୍ସାଇଡ। ତାକୁ ପୁଣି ତାକୁ ଯଦି ସଂକ୍ଷିପ୍ତ କରାଯାଏ ତାହେଲେ ମାଗ୍ନେସିୟମ ଅର୍ଥାତ୍ Mg ପ୍ଲସ୍ O2 MgO। ଏ ଥିଲା ଆମର ରାସାୟନିକ ସମୀକରଣର ବିଭିନ୍ନ ପ୍ରକାର। ବର୍ତ୍ତମାନ ଆସନ୍ତୁ ରାସାୟନିକ ସମୀକରଣ ଓ ଲିଖନ ପଦ୍ଧତି କେମିତି ଲେଖିବା। ରାସାୟନିକ ପ୍ରତିକ୍ରିୟାକୁ ବାକ୍ୟରେ ଲେଖିଲେ ଏହା ଦୀର୍ଘ ହୋଇଥାଏ। ରାସାୟନିକ ପ୍ରତିକ୍ରିୟାକୁ କ୍ଷୁଦ୍ର ଏବଂ ସଂକ୍ଷିପ୍ତ ରୂପ ଲେଖିବା ପାଇଁ ଆମେ ସାଧାରଣତଃ ଶବ୍ଦ ସମୀକରଣ ଏବଂ ସଂକେତ ସମୀକରଣ ବ୍ୟବହାର କରିଥାଉ। ଏ କ୍ଷେତ୍ରରେ ମାଗ୍ନେସିୟମ ଓ ଅକ୍ସିଜେନ ମଧ୍ୟରେ ରାସାୟନିକ ପରିବର୍ତ୍ତନ ଘଟୁଥିବାରୁ ଏହାକୁ କୁହାଯାଏ ପ୍ରତିକାରକ, ଅର୍ଥାତ୍ ବାମ ପାର୍ଶ୍ୱକୁ କୁହାଯାଏ ପ୍ରତିକାରକ। ମାଗ୍ନେସିୟମ ଅକ୍ସାଇଡ ନୂତନ ପଦାର୍ଥ ରୂପେ ଉତ୍ପନ୍ନ ହେଉଥିବାରୁ ତାହାକୁ କୁହାଯାଏ ଉତ୍ପାଦ ପାର୍ଶ୍ୱ, ଅର୍ଥାତ୍ ସମୀକରଣର ଡାହାଣ ପଟକୁ କୁହାଯାଏ ଉତ୍ପାଦ ପାର୍ଶ୍ୱ। ବର୍ତ୍ତମାନ ଆସନ୍ତୁ ଶବ୍ଦ ସମୀକରଣରେ ପ୍ରତିକାରକ ଗୁଡ଼ିକ ବାମ ପାର୍ଶ୍ୱରେ LHS ଏବଂ ଉତ୍ପାଦ ଗୁଡ଼ିକ ଦକ୍ଷିଣ ପାର୍ଶ୍ୱରେ RHS ଲେଖାଯାଏ। ପ୍ରତିକାରକ ଓ ଉତ୍ପାଦ ମଧ୍ୟରେ ଏକ ତୀର ଚିହ୍ନ ଦିଆଯାଏ, ଯେଉଁ ତୀର ଚିହ୍ନ କି ବାମରୁ ଡାହାଣ ପଟକୁ ଦିଆଯାଏ। ତୀର ଚିହ୍ନଟି ବାମରୁ ଦକ୍ଷିଣକୁ ହୋଇଥାଏ ଏବଂ ଏହା ରାସାୟନିକ ପ୍ରତିକ୍ରିୟାର ଦିଗ ଦର୍ଶାଇଥାଏ। ରାସାୟନିକ ପ୍ରତିକ୍ରିୟାରେ ଏକାଧିକ ପ୍ରତିକାରକ ଓ ଏକାଧିକ ଉତ୍ପାଦ ଥିଲେ ସେଗୁଡ଼ିକ ମଧ୍ୟରେ ଯୁକ୍ତ ଚିହ୍ନ ଦିଆଯାଏ। ଆପଣମାନେ ବର୍ତ୍ତମାନ ଦେଖିପାରୁଥିବ, ପ୍ରତିକାରକ ପାର୍ଶ୍ୱର ବାମ ପଟରେ ମାଗ୍ନେସିୟମ ଏବଂ ଅକ୍ସିଜେନ ମଧ୍ୟରେ ପ୍ଲସ୍ ଚିହ୍ନ ଦିଆଯାଇଛି। ଉଦାହରଣ, ଜିଙ୍କ ପ୍ଲସ୍ ସଲଫ୍ୟୁରିକ ଏସିଡ ହେଲେ ଉତ୍ପାଦ ପାର୍ଶ୍ୱରେ ଜିଙ୍କ ସଲଫେଟ୍ ପ୍ଲସ୍ ହାଇଡ୍ରୋଜେନ ଗ୍ୟାସ୍। ତାକୁ ସଂକେତରେ ଯଦି ଲେଖାଯାଏ Zn ପ୍ଲସ୍ H2SO4 ତୀର ଚିହ୍ନ ZnSO4 ପ୍ଲସ୍ H2। ମୁଁ କ'ଣ ଶିଖିଲି? ଆଜିର ପାଠକୁ ଅଧ୍ୟୟନ କଲା ପରେ ମୁଁ କ'ଣ ଶିଖିଲି ସେ ସମ୍ବନ୍ଧରେ ମୁଁ କିଛି ପ୍ରଶ୍ନ ରଖୁଛି। ଆପଣମାନେ ଧ୍ୟାନ ସହକାରେ ପ୍ରଶ୍ନଟିକୁ ପଢ଼ନ୍ତୁ। ଯଦି ଆପଣମାନେ ଯଦି ଫାଷ୍ଟରୁ ଅର୍ଥାତ୍ ପ୍ରଥମରୁ ଯଦି ଭିଡ଼ିଓଟିକୁ ଠିକ୍ ଭାବରେ ଦେଖୁଥିବେ, ସୁନିଶ୍ଚିତ ଏ ପ୍ରଶ୍ନର ଉତ୍ତର ଦେଇପାରିବେ। ତେଣୁ କ୍ୱେଶ୍ଚନ୍ 1, ମାଗ୍ନେସିୟମ ପାତକୁ ଅକ୍ସିଜେନ ଉପସ୍ଥିତିରେ ଜାଳିଲେ ଡ୍ୟାସ୍ରେ ପରିଣତ ହୁଏ। ନମ୍ବର 2, ମାଗ୍ନେସିୟମ ଅକ୍ସାଇଡ ନୂତନ ପଦାର୍ଥ ରୂପେ ଉତ୍ପନ୍ନ ହେଉଥିବାରୁ ତାହାକୁ କ'ଣ କୁହାଯାଏ? ଡ୍ୟାସ୍ କୁହାଯାଏ। ନମ୍ବର 3, ମାଗ୍ନେସିୟମ ଅର୍ଥାତ୍ Mg ପ୍ଲସ୍ ଡ୍ୟାସ୍ MgO। ନମ୍ବର 4, ରାସାୟନିକ ପରିବର୍ତ୍ତନର ସୂଚକ ଗୁଡ଼ିକ କ'ଣ କ'ଣ ଅଟେ? ନମ୍ବର 5, ଭୌତିକ ପରିବର୍ତ୍ତନ କାହାକୁ କୁହାଯାଏ? ନମ୍ବର 6, ଲୁହାରେ କଳଙ୍କି ଲାଗିବା କେଉଁ ପ୍ରକାର ପରିବର୍ତ୍ତନ ଅଟେ? ନମ୍ବର 7, ବାକ୍ୟ ସମୀକରଣ କହିଲେ କ'ଣ ବୁଝାଏ? ଆଜିର ଭିଡ଼ିଓଟିକୁ ଆପଣମାନେ ଅତି ଭଲ ଭାବରେ ଦେଖୁଥିବାରୁ ମୋ ତରଫରୁ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା।
जदि आपको वीडियो भल लगुए ताले लाइक करंतु, सब्सक्राइब करंतु एवं शेयर करंतु। आगु को आपण माने देखंतु जो प्रकार वीडियो गुडा आसुछि आपण माने ध्यान सहकारे देखंतु। धन्यवाद।